नमस्कार ମୁଁ ଡାକ୍ତର ପ୍ରସନ୍ନ ରଥ ମୁଁ ଡାଇବେଟିସ୍ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ବିଷୟରେ କିଛି କହୁଥିଲି ଏପିସୋଡ଼ ନମ୍ବର 4 ଏଇଟା ଯଦି ଠିକ୍ ଠାକ୍ ଲାଗୁଛି ଆପଣଙ୍କୁ ଏଥିରେ କାମ ଦେବା ବୋଲି ଭାବୁଛନ୍ତି ତାହେଲେ ରେଗୁଲାର ଏଇଥିରେ ଜାଣିବା ପାଇଁ ଗୋଟେ ବେଲ୍ ଆଇକନ୍ ଅଛି ସେଟାକୁ ପ୍ରେସ୍ କରନ୍ତୁ ତ ଆପଣଙ୍କ ପାଖକୁ ଇନଫର୍ମେସନ୍ ଯିବ। ତ ଆମେ କଥା ହେଉଥିଲେ ଡାଏଟ୍ ଏକ୍ସରସାଇଜ୍ କଥା ହେଉଥିଲେ ନା ଇଏ ସୁଗର ଲେଭେଲଟା କେମିତି ଆମ ଦେହରେ ବାଲାନ୍ସ ହେଇକି ରହିବ ସେ କଥା ଦେଖାଉଥିଲେ। ଦେନ୍ ଆମର କ'ଣ ହୁଏ କି ଯଦି ସୁଗର ଇମ୍ବାଲାନ୍ସ ରହେ ତା କେତେ ଗୁଡ଼ିଏ ହର୍ମୋନ୍ ଆମ ଦେହରେ ସିକ୍ରେସନ୍ ହୁଏ ଯେଉଁଟାକି ଆମ ମୁଣ୍ଡରେ ଯେଉଁ ସିକ୍ରେସନ୍ ହେଲେ ଷ୍ଟ୍ରେସ୍ କରାଏ। ଆଉ ଏଇସବୁଟା ଅନିବାର୍ଯ୍ୟ ହେବ ହିଁ ହେବ, ଷ୍ଟ୍ରେସ୍ ହେବ, କାହାର ବେଶୀ ହେବ କାହାର କମ୍ ହେବ। ଆଉ ତାକୁ ଆମେ ଯଦି ସୁଗର ବାଲାନ୍ସ କରି ରଖିଛେ ନିଶ୍ଚୟ କମିବ। ଆଉ ସୁଗର ଯଦି ୱେଲ୍ କଣ୍ଟ୍ରୋଲ୍ ହେଇଯାଇଛି ତାହେଲେ ଷ୍ଟ୍ରେସ୍ ତ ନିଶ୍ଚୟ କମ, ଆଟଲିଷ୍ଟ ଡାଇବେଟିସ୍ ଯୋଗୁଁ ଷ୍ଟ୍ରେସ୍ ହେବନି। ଦେନ୍ ଅଦର ସୋସିଆଲ୍ ଇସ୍ୟୁଜ୍ ମାଇଟ୍ ବି ଦେୟାର ଥାଇପାରେ ଆପଣଙ୍କର। ଆଉ ଏହା ସାଙ୍ଗରେ ଆପଣ କେତେଟା ଜିନିଷ କରିବାର ଅଛି। ଏକ ହେଉଛି ଗିଭ୍ ଇମ୍ପୋର୍ଟାନ୍ସ ଟୁ ୟର୍ ସେଲ୍ଫ ଆଣ୍ଡ ଆପଣ ନିଜକୁ ଯେତେ ଗୁରୁତ୍ୱ ଦେବେ ସେତେ ସୁନ୍ଦର ଭାବେ ଆପଣଙ୍କର କାମ ସଲ୍ଭ ହେଇଯିବ। ଡେଲି ବେସିସ୍ରେ ଏକ୍ସରସାଇଜ୍ କଥା ମୁଁ କହିଥିଲି। ଆପଣ ସୋସିଆଲ୍ ଆକ୍ଟିଭିଟି ଟିକେ ବଢ଼ିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ଯାହା ସାଙ୍ଗରେ କଥାବାର୍ତ୍ତା କଲେ ତା ପାଇଁ ଖୁସି ଲାଗୁଛି ୟୁ କ୍ୟାନ୍ ଡୁ ଦ୍ୟାଟ୍। ଦେନ୍ କିଛି ଗୋଟେ ଅଦର ଯଦି ଆପଣଙ୍କର ଇଣ୍ଟରେଷ୍ଟେଡ୍ ଅଛି ଡ୍ୟାନ୍ସ like Zumba classes ଯାଇପାରିବେ, ସୁଇମିଂ ଇଣ୍ଟରେଷ୍ଟ ଅଛି you can go for swimming, so there should be a lot of activities। ଯେତେ ଆକ୍ଟିଭିଟିସ୍ କରିବେ ସେତେ ଆପଣଙ୍କର ଗୁଡ୍ ହର୍ମୋନ୍ ସିକ୍ରେସନ୍ କରିବ ଯେଉଁଟାକି କହନ୍ତି ଷ୍ଟ୍ରେସ୍ ଏଗେନଷ୍ଟ ଷ୍ଟ୍ରେସ୍ ବଷ୍ଟର୍ସ, ମାନେ ଷ୍ଟ୍ରେସ୍ ଏଗେନଷ୍ଟରେ ଫାଇଟିଂ କରିକି ଆପଣଙ୍କୁ ନର୍ମାଲ୍ ମାଇଣ୍ଡ କରିବ। ଆଉ କିଛି ଜାଗାରେ ଆମେ ଦେଖାଯାଏ ଷ୍ଟ୍ରେସ୍ ହେଲେ ଡାଇବେଟିସ୍ରେ ଲୋକମାନେ ରେଜ୍ଡ ରହନ୍ତି, ମାନେ ରାଗି ଯାଆନ୍ତି ଟିକେ ଟିକେ କଥାରେ, ଟେମ୍ପରାମେଣ୍ଟ ବହୁତ ହାଇ ହେଇଯାଏ, ଛୋଟ ଛୋଟ କଥାରେ ଚିଡ଼ି ଯାଆନ୍ତି, ବିଗିଡ଼ି ଯାଆନ୍ତି, ତାପରେ ତା ମୁଣ୍ଡ ଆଉ କାମ କରେନି, ସାଧାରଣ ଭାବରେ ଡିସିସନ୍ ନେଲା ବେଳକୁ ତାଙ୍କୁ ଟିକେ ପ୍ରୋବ୍ଲେମ୍ ଲାଗେ। ତ ଏସବୁ ଜିନିଷ ହେବନି ଯେତେବେଳେ କି ଆପଣଙ୍କ ସୁଗାର ଲେଭେଲଟା ଏକଦମ ସେ କଣ୍ଟ୍ରୋଲ୍ ଥିବ ଆଉ ବାଲାନ୍ସ ଥିବ। ସେତେବେଳେ ଏସବୁ ହେବାର ଟେମ୍ପରାମେଣ୍ଟ ଯେଉଁ ବିଗିଡ଼ିଯାଏ। ଆଉ କଣ୍ଟିନ୍ୟୁସଲି ଯଦି ସୁଗାର ଲେଭେଲ୍ ବଢ଼ି ରହିଲା ତାହେଲେ ଆପଣଙ୍କ ଆର୍ଟେରୀ ଭିତରେ ଇନଫ୍ଲାମେସନ୍ ହେଇଯିବ, ଇନଫ୍ଲାମେସନ୍ ହେଇକି ଷ୍ଟ୍ରୋକ୍ ପ୍ରୋନ୍ ହେଇଯିବେ, ଏଗେନ୍ ଏ ଷ୍ଟ୍ରୋକ୍ ଆଣ୍ଡ ଲିଡ୍ ଟୁ ଅ ଲଟ୍ ଅଫ୍ ଷ୍ଟ୍ରେସ୍। ଗୋଟେ ଷ୍ଟ୍ରୋକ୍ ହେଇଯାଉଛି ସେ ଲୋକର ପୁଣି ନେକ୍ସଟ ଯେତିକି ଜିନିଷ ବଞ୍ଚିବ ତା ପାଇଁ ବହୁତ ଗୋଟେ ଭୟ ଆସିଯିବ, ସେ ଭୟ ହିଁ ଷ୍ଟ୍ରେସ୍ କରିବ। ତେଣୁ ଆମର କହିବା ଏତିକି ଯେ ଆପଣ ବିନ୍ଦାସ ରୁହନ୍ତୁ, ଟାଇମଲି ଖାନା ଖାଆନ୍ତୁ, ଟାଇମଲି ଏକ୍ସରସାଇଜ୍ କରନ୍ତୁ, ସୋସିଆଲ୍ ହାରମୋନି ମେଣ୍ଟେନ୍ କରନ୍ତୁ ନିଜ ଫ୍ୟାମିଲି ଭିତରେ, ଫ୍ରେଣ୍ଡସ୍ମାନଙ୍କ ଭିତରେ, ୱାର୍କ ପ୍ଲେସ୍ରେ ନିଜକୁ ଗୁରୁତ୍ୱ ଦିଅନ୍ତୁ ଏବଂ ଅନ୍ୟମାନଙ୍କର କଥା ଯେତିକି ଆପଣଙ୍କୁ ଯାହା ହେଇପାରୁଛି ତାକୁ ଗୁରୁତ୍ୱ ଦିଅନ୍ତୁ। ଅନନେସେସରି ଟାସ୍କ ନିଅନ୍ତୁନି, ଯେଉଁଟା ଅଫିସିଆଲ୍ ଟାସ୍କ ଦ୍ୟାଟ୍ ୱିଲ୍ ବି ଡିଫରେଣ୍ଟ, କିନ୍ତୁ ପର୍ସନାଲ୍ ଟାସ୍କ ବିଷୟରେ ଏକ୍ସଟ୍ରା ଟାସ୍କ ନିଅନ୍ତୁ। ଯେଉଁ ଟାସ୍କ ନେଉଛନ୍ତି କରିବା ପାଇଁ ତାକୁ ଦେଖିକିରି ଯେତିକି ହେଇପାରୁଛି ସେତିକି କରନ୍ତୁ, ବହୁତ ज़्यादा ଏକ୍ସପେକ୍ଟେସନ୍ ରଖନ୍ତୁନି। ତ ଏତିକି କଲେ ଆଟଲିଷ୍ଟ ଆପଣଙ୍କର ଡାଇବେଟିସ୍ରେ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ବେଟର୍ ରହିବ। ଆଉ ଡାଇବେଟିସ୍ ଇଜ୍ ଇଟସେଲ୍ଫ ଏ ଷ୍ଟ୍ରେସ୍, ଦେନ୍ ଡାଇବେଟିସ୍ ଯୋଗୁଁ ବି ଷ୍ଟ୍ରେସ୍ ହୁଏ। ନମସ୍କାର, ନେକ୍ସଟ ଏପିସୋଡ଼ରେ ପୁଣି ଦେଖା ହେବ।